শরণাগত দিনাথম পরিত্রাণং পরায়ণী সর্বসাতে ঘরে দেবী মা শারদে দেবী নমস্তুতি। জয় মা শারদা। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ଏକ ଜଙ୍ଗଲରେ ସାଧୁଟିଏ ତପସ୍ୟା କରୁଥାନ୍ତି। ସାଧୁଙ୍କର ଦୁଇଟି ସର୍ତ୍ତ ଥିଲା। ଏକରେ ହେଉଛି ସେ ଜୀବନରେ କେବେ ମିଛ କହିବେନି, ଦୁଇରେ ହେଉଛି ସେ କେତେବେଳେ ପରର ଅମଙ୍ଗଳ ଏ ଚିନ୍ତା କରିବେନି। ଏଇ ଦୁଇଟି କଥାକୁ ସଦାସର୍ବଦା ସାଧୁଜୀ ପାଳନ କରନ୍ତି ଏବଂ ଜଙ୍ଗଲ ମଧ୍ୟରେ ଦିନ ଦିନ ମାସ ମାସ ବର୍ଷ ବର୍ଷ କାଳ ବସିକିନା ଭଗବାନଙ୍କୁ ଧ୍ୟାନ କରନ୍ତି। ଯାହା ଜଙ୍ଗଲରେ ଫଳମୂଳ ମିଳେ ତାକୁ ଭକ୍ଷଣ କରନ୍ତି। ଯଦି କୌଣସି ଲୋକ କିଏ ଆଣିକି ପ୍ରସାଦ ପାଇଁ ସାଧୁଙ୍କ ନିକଟକୁ ଆସନ୍ତି, ସାଧୁ ସେ ପ୍ରସାଦକୁ ସାଦରରେ ମଧ୍ୟ ଗ୍ରହଣ ବି କରନ୍ତି। ଦିନେ ଗୋଟିଏ ମୃଗଟିଏ ଇତସ୍ତତ ଭାବରେ ଧାଇଁ ଧାଇଁ ଆସି ସାଧୁଙ୍କର ପଛପଟ ଗୋଟିଏ ବୃକ୍ଷ ମୂଳରେ ଲୁଚିଗଲା। ସାଧୁଜୀ ସମସ୍ତ କଥାକୁ ଦେଖୁଥାନ୍ତି। ମୃଗ ଇତସ୍ତତ ଭାବରେ ଆସୁଛି, ମୋରି ଆଗ ପଟରେ ଗଲା ଏବଂ ମୋ ପାଖରେ ଯେଉଁ ବଟବୃକ୍ଷଟି ଅଛି ସେଇ ପଛପଟେ ମୃଗଟି ଲୁଚିବା, ଏ କଥା ସାଧୁଜୀ ସବୁ ଦେଖୁଥାନ୍ତି। ତା କିଛି ସମୟ ପରେ ଯୋଡ଼ିଏ ଶବର ଧନୁଶର ଧରି ଆସି ପହଞ୍ଚିଗଲେ। କହିଲେ, ସାଧୁଜୀ ଏଇପଟେ ଗୋଟିଏ ମୃଗ ଗଲା, ତମେ ତାକୁ ଦେଖିଛ? ସାଧୁଜୀ ନୀରବ ଟିକେ ରହିଲେ। ନୀରବ ରହିବାର ଇଏ କାରଣ ଥିଲା, ସେ ଜୀବନରେ କେବେ ମିଛ କହିବେନି, ତାଙ୍କର ଇଏ ସଂକଳ୍ପ। ଯଦି ସେ ବର୍ତ୍ତମାନ କହି ଦେଉଛନ୍ତି ମୃଗଟି ଏଇ ଗଛର ଇଏ ପଛପଟେ ଅଛି ବୋଲି, ତାହେଲେ ଅମଙ୍ଗଳ ହେବ। ମୃଗଟିକି ସେ ମାରିଦେବେ, ପରର ଅମଙ୍ଗଳ ହୋଇଯାଉଛି। କ'ଣ କରିବେ? ଭଗବାନଙ୍କୁ ସ୍ମରଣ କରୁଥାନ୍ତି ସାଧୁଜୀ, ଏ କାନ୍ଦୁଥାନ୍ତି। କହିଲେ, ପ୍ରଭୁ ଆଜି ଏ ବିଚିତ୍ର ପରୀକ୍ଷାରେ କାହିଁକି ମୋତେ ତମେ ପକେଇଦେଲ? ଦୁଇଟି ସଂକଳ୍ପ ନେଇକି ମୁଁ ଏଠି ବସିଛି। ଆଜି ମୁଁ ଯଦି ସତ କହିଦେଉଛି ତାହେଲେ ଏ ମୃଗଟି ମରିଯିବ। ମୋ ଜୀବନର ସଂକଳ୍ପ ହେଉଛି ପରର କେତେବେଳେ ଅମଙ୍ଗଳ ଚିନ୍ତା କରିବିନି। ଏହି ସମୟରେ ସାଧୁଜୀଙ୍କର ଗୋଟିଏ ସ୍ମରଣ ଭାବ ଆସିଗଲା। ସେ କହିଲେ, ଆରେ ଶବର, ଯିଏ ଦେଖିଛି ସିଏ କେବେ ଇଏ କହିପାରିବନି, କହିପାରିବାର ଶକ୍ତି ତା ପାଖରେ ନାହିଁ। ଆଉ ଯିଏ କହିପାରିବ କିନ୍ତୁ ଦେଖିବାର ଶକ୍ତି ତା ପାଖରେ ନାହିଁ, ସିଏ ତୋତେ ମିଛ କହିଦେଇପାରେ, ନହେଲେ ସତ କହିପାରେ। ଶବର ପଚାରିଲେ, ଏହାର ମାନେ କ'ଣ? ସାଧୁଜୀ କହିଲେ, ଆଖି ଯଦି ଦେଖିଥିବ ସେ କେଉଁଠି ଅଛି, ସେ କିନ୍ତୁ କହିବାର ଶକ୍ତି ତା ପାଖରେ ନାହିଁ, ସେ କହିପାରିବନି ତମକୁ। ଆଉ ପାଟି ଯିଏ ଇଏ କହିପାରିବ, ସେ ପ୍ରକୃତ ଦେଖିନି, ସେ ଦେଖିନି କୋଉଠି ଅଛି ବୋଲି। ସାଧୁଜୀ ଏଇଠି କହିଲେ ଇଏ ବାବାଜୀଟା ହେଉଛି ଗୋଟିଏ ଇଏ ପାଗଳ, ନହେଲେ ଏଭଳି କଥା କାହିଁ କୁହନ୍ତି? ଶବର ତାଙ୍କ ବାଟରେ ଇଏ ଚାଲିଗଲେ। କିନ୍ତୁ ଆଜିକାର ଏଇ ନୀତିବାଣୀରେ ଆମେ ଏତିକି ଶିକ୍ଷା ଲାଭ କରିବା, କର୍ଣ୍ଣଠାରୁ ଆଖି ହେଉଛି ମାତ୍ର 4 ଆଙ୍ଗୁଳ। ଏଇ 4 ଆଙ୍ଗୁଳ ପାଇଁ ବାପ ପୁଅ ମଧ୍ୟରେ
हणाखणी भाई भाई मध्य हणाखणी स्वामी स्त्री मध्य ये शत्रुता भाव कारण आखि हूँ विश्वास कान हूँ अविश्वास आपण क्या कथार भासी जाई ये कर्ण जदि शुणे जदि कौन लोक कह आपणकर भाई मद खाई रोड उपरे बुलूला कारण ये कान शुणिला कान हूँ अविश्वास यही कानकुआ कथार केतबले आसी घरे झगड़ा करेंगे से घर भांगी आखि हूँ विश्वास जितेबाला आपण मैंने आखिरे देखिए ताही है विश्वास तेणु साधुजीकर यही दुईटी व्रत जीवन जीवनटा को ये परिवर्तन कर देथिला एतिकी कही मोर नीतिवाणी को मु शेष करुच्ची जदि मो नीतिवाणी की श्रवण करेंगे आपण मानकर निश्चय वैकुंठ लाभ हो आउ मो नीतिवाणी जदि आपण मानक भल लगुता मोर ये चैनल को लाइक करी गोटे सब्सक्राइब कर दिंतु अन्य मानकु और शेयर करंतु समाजर मंगल हो आजिकार अनुचिंता सकाल उठी केतबेले दर्पण रे मुह देखिबे कौन सी भगवान तुलसी वृक्ष को जदि भी चाहती शुभदायक केतबेले दर्पण रे निज मुख को दर्शन करेंगे अशुभदायक एतिकी कही मोर अनुचिंता नीतिवाणी को मुझे शेष करुच्ची। प्रणाम। जय जगन्नाथ।